ରାମ ଜନ୍ମ ହବା ପାଇଁ ଦିଟା ପିଲା ଦରକାର। ଆଉ ତେଣୁ ବାଳି ସୁଗ୍ରୀବ ଜନ୍ମ ପାଇଁ ଯେ କାରଣ। ଅହଲ୍ୟା ଯେତେବେଳେ ହରଣ ହେଲା ଇନ୍ଦ୍ର ଆଉ ସୂର୍ଯ୍ୟଙ୍କ ଭିତରେ ସେତେବେଳେ ତା ଦେହରେ ପ୍ରାଣ ନଥିଲା। ନାଇଁ 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 ଶବଟା କେବଳ ଅହଲ୍ୟାର ପଡିଥାଏ। ଇନ୍ଦ୍ର ହେବ ପ୍ରାଣ, ସୂର୍ଯ୍ୟ ହରଣ କରିବ। ସୂର୍ଯ୍ୟ ହେଲା ପ୍ରାଣ, ଇନ୍ଦ୍ର ହରଣ କରିଛନ୍ତି। ଏଥିରେ ଅହଲ୍ୟାର ଦୋଷ କଣ? ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀସ୍ତଥା ପଞ୍ଚକାନାଂ ସ୍ମରେତ ନିତ୍ୟଂ ମହାପାତକ ନାଶନ। ଜଗତରେ ଦୁର୍ବାର ହେଇଥିଲା ଗୋଟେ ରାକ୍ଷସ, ନା ହେଲା ହିରଣ୍ୟକଶ୍ୟପ। ପୁଅଟିଏ ଜନ୍ମ କରିଥିଲା, ନା ହେଲା ପ୍ରହଲ୍ଲାଦ। ପ୍ରହଲ୍ଲାଦର ପୁଅ ହେଲା ବିରୋଚନ। ବିରୋଚନର ପୁଅ ନା ହେଲା ରାଜା ବଳି। ବଳି ଏତେ ବଡ ଅତିଷ୍ଠ ହେଲା, କଲା ଅବାଧେ ମାଡି ବସିଲା ସ୍ୱର୍ଗପୁର କଳ୍ପତରୁ ଠାରୁ ହେବି ବଡ। କଳ୍ପତରୁ ଅଧିକୁ ଅଧିକ ଦାନ ଖୈରାତ ଅଭିଜାତ ଜାତ ମନ ଦୃଢ ପଣ ଆଚାର୍ଯ୍ୟଙ୍କ ପଣ। ସର୍ବଶ୍ରେଷ୍ଠ ହେବ ଶିଷ୍ୟ ତାଙ୍କ। ସତସ୍ୱମେଧ ସମାପ୍ତ ହୋଇଛି ବିଶ୍ୱଜିତ ଯଜ୍ଞ ଅଭିଷେକ। ମୁଁ କାହାଣୀ ଏଇଠୁ ଆରମ୍ଭ କଲି। ହେଲେ ଗାୟକଙ୍କର ପ୍ରଶ୍ନ କଣ ଗୋଟେ ଥିଲା। କଣ ଥିଲା କି ବାପା? କଣ ପଚାରିଥିଲେ ପଲା ବାଲା ପ୍ରଶ୍ନ? ସାର୍ କାଲି ପଚାରିଥିଲେ ମନ୍ଦୋଦରୀ ତାରା ଏଇ ଯୋଉ ପାଞ୍ଚ ନାରୀ ନାମ ସ୍ମରଣ କାହିଁକି ପୁଣ୍ୟ ଅର୍ଜନ କରନ୍ତି, ଆଉ ସତୀ ଗାୟତ୍ରୀ ଏମାନଙ୍କୁ କାହିଁକି ସ୍ମରଣ କଲେ ପାପ ଯାଇ ନାହିଁ? ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀସ୍ତଥା ପଞ୍ଚକାନାଂ ସ୍ମରେତ ନିତ୍ୟଂ ମହାପାତକ ନାଶନ। ତମେ ପାଲା ବାଲା ଶ୍ଲୋକ ତ ଠିକ ଶିଖିନ, ପ୍ରଶ୍ନ କଣ ପଚାରୁଛ? କାଲି ଗାଇଲ ପଞ୍ଚକନ୍ୟା ସ୍ମରେତ ନିତ୍ୟ। ଅହଲ୍ୟା କଣ ଗୋଟେ କନ୍ୟା? ବାହା ହେଇନି? ଦ୍ରୌପଦୀ କଣ ଗୋଟେ କନ୍ୟା? ତାରା କଣ ଗୋଟେ କନ୍ୟା? ମନ୍ଦୋଦରୀ କୁନ୍ତୀ କଣ ଗୋଟେ କନ୍ୟା? ମନ୍ଦୋଦରୀ କଣ ଗୋଟେ କନ୍ୟା? ତମକୁ ତ ଶ୍ଲୋକ ଠିକରେ ଜଣା ନାହିଁ। ଆଚ୍ଛା, ଅନ୍ୟ କାହାକୁ କୁହାଯାଏ ଜଣେ ନାହିଁ, ପ୍ରଶ୍ନ କରୁଛନ୍ତି। ଅଷ୍ଟବର୍ଷେ ଭବେତେ ଗୌରୀ ନବବର୍ଷେ ଚରୋହିଣୀ। ଆରେ ପିନ୍ଧିକି ଆସୁନ, ମୋ ଦେହ ଖରାପ ତମେ ଜାଣିନ? 10 ବର୍ଷେ ଭବେତେ କନ୍ୟା ତତ ଊର୍ଧ୍ୱ ରଜ ଷୋଳା। କବି କହିଲେ ଅଷ୍ଟବର୍ଷେ ଭବେତେ ଗୌରୀ। 8 ବର୍ଷର ଝିଅ ମାନଙ୍କୁ ଗୌରୀ କହନ୍ତି। କାହିଁକି ଗୌରୀ ବୋଲି କୁହାଯାଏ? ନା ଗୌରୀ ବୋଲେ ଗିରିଜା ତନୟା ମା ପାର୍ବତୀ। 8 ବର୍ଷରେ ରଜସ୍ୱଳା ହେଇଥିଲା।
ନବବର୍ଷେ ଚ ରୋହିଣୀ ଆଚ୍ଛା 9 ବର୍ଷରେ ଆଚ୍ଛା ବଳରାମଙ୍କ ମା ଆହା ଯୋଉ କୃଷ୍ଣ ବଳରାମ କହେ ଆଚ୍ଛା ଆଚ୍ଛା ବଳରାମଙ୍କ ମା ରୋହିଣୀ ରଜସ୍ୱଳା ହେଇଥିଲା। ଆଚ୍ଛା ଆଚ୍ଛା ଆଉ ଆମମାନଙ୍କ ପରିବାରରେ ଆହା ଆମମାନଙ୍କ ଘରେ ବାସ୍ ଆମମାନଙ୍କର ଝିଅ ବାସ୍ ଅତି କମରେ 10 ବର୍ଷରେ ରଜସ୍ୱଳା ହୁଏ। ଆଜ୍ଞା ଅହଲ୍ୟା ଦ୍ରୌପଦୀ ତାରା କୁନ୍ତି ସୁନ୍ଦରୀ କଥା ଅହଲ୍ୟା ହଁ କୁ ଇନ୍ଦ୍ର ହରଣ କଲା। ଆଚ୍ଛା ତଥାପି ସେ ପୁରାଣ ପୃଷ୍ଠାରେ ସତୀ ହେଇକି ରହିଲା। ବାସ୍ କାହିଁକି? କାହିଁକି ରହିଲେ ମୋ ସ୍ତ୍ରୀ କି ଜଣେ ହରଣ କରିବ, ମୋ ସ୍ତ୍ରୀ ସତୀ ହେଇକି ରହିବ? ନାଇଁ 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 ସେ ଅସତୀ ନା ୟା ବିଷୟରେ ପାଲାବାଲା ତମର ଜ୍ଞାନ ନାହିଁ। ଅହଲ୍ୟା ଏମିତି ଏକ ନାରୀ ଆହା ଯେତେବେଳେ ଋଷିରାଜ ଗୌତମ ଯାଆନ୍ତି ସ୍ନାନ କରି ବାସ୍ କଲା ଅହଲ୍ୟାର ପ୍ରାଣ ଧରି ଆହା କମଣ୍ଡଳୁ ମଧ୍ୟ ଜୀବନରେ ନ ଛାଡ଼ନ୍ତି ଭାର୍ଯ୍ୟା ନିରାନନ୍ଦେ। ଆଜ୍ଞା ଅହଲ୍ୟା ଅଟଇ ସିନା ଗୌତମଙ୍କ ପ୍ରାଣ ଅହଲ୍ୟା ବିନା ବଞ୍ଚିବ ନାହିଁ ଯେ ଗୌତମ। ଦିନେ ଅହଲ୍ୟା ଯେ ପରା ସ୍ନାନ କରୁଥିଲା ସେହି ବୋଧେ ଇନ୍ଦ୍ରଦେବ ଗମନ କରିଲା। ପ୍ରାଣ କରି ପବନକୁ ହରିଲା ଯେ ଇନ୍ଦ୍ର। ମାତ୍ର କମଣ୍ଡଳୁ ମଧ୍ୟ ଥିଲା ପ୍ରାଣ କନ୍ଦ। ଅହଲ୍ୟା ଯେତେବେଳେ ହରଣ ହେଲା ଇନ୍ଦ୍ର ଆଉ ହଁ ସୂର୍ଯ୍ୟଙ୍କ ଭିତରେ, ବାସ୍ ସେତେବେଳେ ତା ଦେହରେ ପ୍ରାଣ ନଥିଲା। ନାଇଁ 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 ଶବଟା କେବଳ ଅହଲ୍ୟାର ପଡିଥାଏ ଇନ୍ଦ୍ର ହେବ ପ୍ରାଣ, ବାସ୍ ସୂର୍ଯ୍ୟ ହରଣ କରିବ। ବାସ୍ ସୂର୍ଯ୍ୟ ହେଲା ପ୍ରାଣ, ହଁ ଇନ୍ଦ୍ର ହରଣ କରିଛନ୍ତି ଏଥିରେ ଅହଲ୍ୟାର ଦୋଷ କଣ? କିଛି ନାହିଁ ତା ସ୍ୱାମୀ ଯଦି ତା ପ୍ରାଣକୁ ନ ନେଇଥାନ୍ତା, ଆଚ୍ଛା ଅଭିଶାପ ଦେଇକି ଜାଳି ଦେଇଥାନ୍ତା ଅହଲ୍ୟା। ଦୁଇରେ ହେଲା ଦ୍ରୌପଦୀ। ହଁ ହଁ ଦ୍ରୌପଦୀର ଅନ୍ୟ ନାମ ହେଲା କୃଷ୍ଣା। କୃଷ୍ଣା ଗୌତମ ବାବାଜୀ ଅଭିଶାପ ଦେବାଟା ଠିକ ଭୁଲ ନୁହଁ। ଏହାର କାରଣ କାରଣ ଗୌତମ ବାବାଜୀ ହଁ ଜଗତର କଲ୍ୟାଣ ପାଇଁ ଆଗରୁ ଜାଣିଥିଲେ ରାମ ଜନ୍ମ ହବ। ବାସ୍ ତେଣୁ ରାମ ଜନ୍ମ ହବା ପାଇଁ ଦିଟା ପିଲା ଦରକାର। ଆଉ ତେଣୁ ବାଳି ସୁଗ୍ରୀବ ଜନ୍ମ ପାଇଁ ଯେ କାରଣ
ठीक अच्छे मुझे कथार मो एकमत हो जाऊँ गौतम बाबा जी भूल रे अभिशाप देला जदि ठीक ठीकटा कौन टिके मते बतातु मुझे शिखी थाए आ कौन कसा घरे कहे तो गौतम बाबा जी जानी हरिया बाली सुत्री को जन्म करने एकमात्र अभिशापर कारण आउ द्वितीय कारण भूले कि जेते पुराण खोजिबे आपण चेष्टा कले पाइबे ना नाई मो जीवन मु जेतिक रामायण पढ़ी बात मु जेतिक पुराण अध्ययन करिछि अध्ययन करिछि अच्छा या बाद द्वितीय प्रमाण किछि नाही हाँ हाँ कौ चट्टी बही आ कौन थब खूब चट्टी बही देखिबु हाँ चट्टी बही कहीं केते खोजवा जे रबस आज्ञा अहल्या द्रौपदी तारा हाँ हाँ ताराटा केमिति सती नारी हो किपरि हब देखिबा बापा लोक मते तला वाला खाली प्रश्न पचार दिले हाँ हाँ ए पांच नारी केमिति सती बास तेणु मु टिके कथाटा को उल्टौची आम बोला तारा केमिति जे भाई सती जे होइबो पुराण पृष्ठारु पाला बाला जे कहिबो अहल्या केमिति सती कहली बास द्रौपदी केमिति सती कहली अच्छा तारा केमिति सती हबो आपण माने अधैर्य होंतु नाही मु जेते ओदा हे गले भी मो शरीर जेते असुस्थ हेले भी बास मु आपण मानको पाखेर अछि ताले हे सज्जन वर्गे से तारा डाकिए सितारा किए से तारा की हाँ ना होची ऋषिराज काश्यपंकर स्त्री ना होची अदिति अच्छा माँ अदिति दिने स्वामी को बाहर गला अच्छा बोला स्वामी कौन कहते आपण एते दिन जाए बाहाघर हेलानी मोर पिलाटे होउनी ओहो सेते भाई मन दुख करना मोर पिलाटे होउनी स्वामी यह काहींकी कपट करूछ हाँ 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 आउ कौन काश्यप बाबाजी कहिले कौन कहले कहले भूल मोर नाही भूल तमर तमर भूल ना मोर भूल नाई किछि तमे पिला चाहिनो ओहो ना संध्या जपत पजापत संकल्प बिलापे टळई आहा बिलापे टळई द्वादश दिवस पय उपवास होइल जाग्रत स्वामींकर पाद पद्म को भजन करने को लगिला बात
ଆପଣ ମାନଙ୍କର କାଶ୍ୟପରା ବାବାଜୀଙ୍କ ସ୍ତ୍ରୀ ଅଦିତି। ଆଚ୍ଛା 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 ସ୍ୱାମୀ ମୋ ପ୍ରତି କପଟ କାହିଁକି ଏତେ? ନାଇଁ ସ୍ୱାମୀ କପଟ କରନ୍ତୁ ନାହିଁ, ମୋ ପ୍ରତି ଟିକେ ଦୟା କରନ୍ତୁ, ମୋ କୋଳରେ ସନ୍ତାନ କି ସନ୍ତାନୀ ଗୋଟେ ଦିଅନ୍ତୁ। Be